ଆପଣ କେବେ କାଠ କଣ୍ଢେଇର ନାଚ ଦେଖିଛନ୍ତି? ସେହି କଣ୍ଢେଇଟି ନିଜ ଇଚ୍ଛାରେ ହସେ ନାହିଁ, ନିଜ ଇଚ୍ଛାରେ କାନ୍ଦେ ନାହିଁ କିମ୍ବା ନିଜ ଇଚ୍ଛାରେ ଗୋଟିଏ ପାଦ ମଧ୍ୟ ଆଗକୁ ବଢ଼ାଇ ପାରେ ନାହିଁ। ତାର ସବୁକିଛି ନିୟନ୍ତ୍ରଣ ହୋଇଥାଏ ପରଦା ପଛରେ ଥିବା ସେହି ମାଲିକର ଆଙ୍ଗୁଠି ପ୍ରତିଭାରେ। ଆଜି ମୁଁ ଆପଣଙ୍କୁ ଏକ ନିରାଟ ସତ କହିବାକୁ ଯାଉଛି। ଆମ ଭିତରୁ ପ୍ରାୟ 90% ଲୋକ ନିଜ ଅଜାଣତରେ ଏହି ସମାଜ ହାତର କଣ୍ଢେଇ ପାଲଟି ଯାଇଛନ୍ତି। ସକାଳେ କେତେବେଳେ ଉଠିବେ, କେଉଁ ବିଷୟ ନେଇ ପାଠ ପଢ଼ିବେ, କେଉଁ ଚାକିରି କରିବେ, କେବେ ବିବାହ କରିବେ, ଆଉ କେତେବେଳେ ହସିବେ ବା କାନ୍ଦିବେ, ଏସବୁ ଯଦି ଆପଣ ସମାଜର ଲୋକେ କ'ଣ କହିବେ ଭୟରେ ସ୍ଥିର କରୁଛନ୍ତି, ତେବେ ଆପଣ ଜଣେ ମୁକ୍ତ ମଣିଷ ନୁହନ୍ତି। ଆପଣ ସମାଜର ଇସାରାରେ ନାଚୁଥିବା ଏକ କଣ୍ଢେଇ। ଆଜିର ଏହି ଭିଡ଼ିଓରେ ଆମେ କଥା ହେବୁ ସେହି ଅଦୃଶ୍ୟ ଶୃଙ୍ଖଳା ବିଷୟରେ, ଯାହା ତୁମର ଚିନ୍ତା, ତୁମର ସ୍ୱପ୍ନ ଏବଂ ତୁମର ଅସ୍ତିତ୍ୱକୁ ବନ୍ଦୀ କରି ରଖିଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆଜି ଆପଣ ନିଜ ଜୀବନର ରିମୋଟ୍ କଣ୍ଟ୍ରୋଲ ନିଜ ହାତରେ ନେବାକୁ ଶିଖିବେ। ସମାଜର ରେଡିମେଡ୍ ସ୍କ୍ରିପ୍ଟ। ଆମେ ଜନ୍ମ ହେବା ମାତ୍ରେ ସମାଜ ଆମ ହାତରେ ଏକ ସ୍କ୍ରିପ୍ଟ ଧରାଇ ଦିଏ। ଏହି ସ୍କ୍ରିପ୍ଟରେ ସବୁକିଛି ପୂର୍ବରୁ ଲେଖା ସରିଥାଏ। 10ମ ଶ୍ରେଣୀରେ ଭଲ ମାର୍କ ଆଣ, ସାଇନ୍ସ କିମ୍ବା କମର୍ସ ନେଇ ପଢ଼, ଆର୍ଟ୍ସ ପଢ଼ିଲେ ଚଳିବ ନାହିଁ, ଇଞ୍ଜିନିୟରିଂ କିମ୍ବା ମେଡ଼ିକାଲ କର, ନହେଲେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୁଅ। 25-28 ବର୍ଷ ବୟସ ହେଲା ମାନେ ବିବାହ କରିନିଅ, ତାପରେ ଘର, ଗାଡ଼ି ଏବଂ ଲକ୍ଜୁରୀ ଲାଇଫ୍ ପାଇଁ ନିଜକୁ ପ୍ରସ୍ତୁତ କରିନିଅ, ତାକି ତୁମ ଜୀବନ ଖୁସିରେ କଟିବ। ପ୍ରଶ୍ନ ଉଠୁଛି, ଏହା ଜୀବନ ନା ଏକ ଜେଲ୍? ଆମେ ସମସ୍ତେ ଗୋଟିଏ ମେଣ୍ଢା ପଛରେ ଅନ୍ୟ ସବୁ ମେଣ୍ଢା ଭଳି ଗୋଟିଏ ରାସ୍ତାରେ ଦୌଡ଼ୁଛୁ। ଯଦି କେହି ଜଣେ କହେ କି ମୁଁ ଚିତ୍ରଶିଳ୍ପୀ ହେବାକୁ ଚାହେଁ କିମ୍ବା ମୁଁ ଜଣେ ଫଟୋଗ୍ରାଫର ହେବାକୁ ଚାହେଁ, ତେବେ ସମାଜ ତାକୁ ଏମିତି ଚାହେଁ ଯେମିତି ସେ କୌଣସି ପାପ କରିଦେଇଛି। ସମାଜର ମାନସିକତାକୁ ବୁଝନ୍ତୁ। ସମାଜ କେବେ ବି ଚାହେଁ ନାହିଁ କି ଆପଣ ଅଲଗା ଚିନ୍ତା କରନ୍ତୁ, କାରଣ ଯେଉଁଦିନ ଆପଣ ଅଲଗା ଚିନ୍ତା କରିବେ, ସେଦିନ ଆପଣ ସେମାନଙ୍କର ପ୍ରଶ୍ନର ଉତ୍ତର ମାଗିବେ। ସମାଜକୁ ମେଣ୍ଢା ଦରକାର, ସିଂହ ନୁହେଁ, କାରଣ ସିଂହକୁ ନିୟନ୍ତ୍ରଣ କରିବା ସହଜ ନୁହେଁ। ଆପଣ ତ ଏହି ଗପ ବିଷୟରେ ଜାଣିଥିବେ। ଜଣେ ବୃଦ୍ଧ, ତାଙ୍କର ନାତି ଏବଂ ଗଧ 3 ଜଣ ରାସ୍ତାରେ ଯାଉଥିଲେ। ପ୍ରଥମେ ବୃଦ୍ଧ ଓ ନାତି ଦୁହେଁ ଗଧ ଉପରେ ବସିଥିଲେ। ଲୋକେ କହିଲେ, କେତେ ନିର୍ଦ୍ଦୟ ଲୋକ, ପଶୁଟା ଉପରେ ଦୟା ନାହିଁ। ତାପରେ ବୃଦ୍ଧ ଜଣକ ନାତିକୁ ଗଧ ଉପରେ ବସାଇ ନିଜେ ଚାଲିଲେ। ଲୋକେ କହିଲେ, କେଡ଼େ ବେହିଆ ପିଲା, ବୁଢ଼ା ଜେଜେବାପା ଚାଲୁଛନ୍ତି ଆଉ ସେ ମଜାରେ ବସିଛି। ପୁଣି ବୃଦ୍ଧ ଜଣକ ନିଜେ ବସିଲେ ଏବଂ ନାତିକୁ ଚଲାଇଲେ। ଲୋକେ କହିଲେ, ସ୍ୱାର୍ଥପର ବୁଢ଼ା, ଛୋଟ ପିଲାଟାକୁ ଚଲାଉଛି। ତାପରେ ଦୁହେଁ ଗଧକୁ ଚଲାଇ ନିଜେ ଚାଲିଲେ। ଲୋକେ ହସିଲେ ଏବଂ କହିଲେ, କେଡ଼େ ବୋକା ଦେଖ, ଗଧ ଥାଉ ଥାଉ ଚାଲି ଚାଲି ଯାଉଛନ୍ତି। ଏଥିରୁ ଆମେ କ'ଣ ଜାଣିଲୁ? ଆପଣ ଯାହା ବି କରନ୍ତୁ ନା କାହିଁକି, ଲୋକେ କିଛି ନା କିଛି ନିଶ୍ଚୟ କହିବେ। ଲୋକଙ୍କ କାମ ହେଉଛି କହିବା। ଆପଣ ଚାକିରି ଛାଡ଼ି ବିଜନେସ୍ କଲେ, ପାଗଳ ହୋଇଯାଇଛି, ହାତରୁ ଲକ୍ଷ୍ମୀଙ୍କୁ ଠେଲିଦେଲା। ଆପଣ ଡେରିରେ ବିବାହ କଲେ, ଏହାର ଚରିତ୍ର ବୋଧେ ଠିକ୍ ନାହିଁ କିମ୍ବା କିଛି ଦୋଷ ଅଛି। ଆପଣ ସାଧାରଣ ଜୀବନ ବିତାଇଲେ, ଏଡ଼େ ଅଯୋଗ୍ୟ, ଜୀବନରେ କିଛି କରିପାରିଲାନି। ତେଣୁ ଯେଉଁମାନେ ଆପଣଙ୍କୁ ଜଜ୍ କରୁଛନ୍ତି, ସେମାନେ ଆପଣଙ୍କ ଘରର ରାସନ ସାମଗ୍ରୀ କିଣିବାକୁ ଟଙ୍କା ଦିଅନ୍ତି ନାହିଁ, ଆପଣଙ୍କ ଦୁଃଖ ସମୟରେ ଆସି ଠିଆ ହୁଅନ୍ତି ନାହିଁ। ତେବେ ସେମାନଙ୍କ କଥାକୁ ଭୟ କରି ନିଜ ଖୁସିର ବଳିଦାନ କାହିଁକି ଦେଉଛନ୍ତି? ତୁମେ ସମସ୍ତଙ୍କୁ ଖୁସି କରିବ ନାହିଁ। ତୁମେ ଚୁପ୍ ରହିଲେ ମଧ୍ୟ ଲୋକ ଜଜ୍ କରିବେ। ତୁମେ ସଫଳ ହେଲେ ମଧ୍ୟ ଜଜ୍ କରିବେ। ତୁମେ ଫେଲ୍ ହେଲେ ମଧ୍ୟ ଜଜ୍ କରିବେ। ତେଣୁ ଯଦି ଲୋକମାନେ ଯେପରି ବି ଜଜ୍ କରିବେ, ତାହେଲେ କମ୍ ସେ କମ୍ ନିଜ ମନରେ ବଞ୍ଚ, କାରଣ ଏହା ତୁମର ଜୀବନ, ସମାଜର ପ୍ରୋଜେକ୍ଟ ନୁହେଁ। କଣ୍ଢେଇ ହୋଇ ବଞ୍ଚିବାର ଭୟଙ୍କର ପରିଣାମ। ଯଦି ଆପଣ ଏହି ସୂତାଗୁଡ଼ିକୁ କାଟିବେ ନାହିଁ, ତେବେ ଜୀବନର ଶେଷ ସମୟରେ ଆପଣଙ୍କୁ କେଉଁ ପରିଣାମ ଭୋଗିବାକୁ ପଡ଼ିବ ତାହା ଶୁଣନ୍ତୁ। ଅବସାଦ ଓ ମାନସିକ ଚାପ, ଡିପ୍ରେସନ୍ ଆଣ୍ଡ ଏଙ୍ଗ୍ଜାଇଟି। ଯେତେବେଳେ ଆପଣ ଭିତରୁ କିଛି ଅଲଗା ଚାହୁଁଥିବେ ଏବଂ ବାହାରୁ ସମାଜକୁ ଦେଖାଇବା ପାଇଁ ଅଲଗା ନାଟକ କରୁଥିବେ, ସେତେବେଳେ ଆପଣଙ୍କ ମନ ଭିତରେ ଏକ ଯୁଦ୍ଧ ଆରମ୍ଭ ହୁଏ। ଏହା ହିଁ ମାନସିକ ଚାପର ସବୁଠାରୁ ବଡ଼ କାରଣ। ନିଜର ଅସ୍ତିତ୍ୱ ହରାଇବା, ଲସ୍ ଅଫ୍ ଆଇଡେଣ୍ଟିଟି। ଆପଣ କିଏ, ଆପଣଙ୍କ ପସନ୍ଦ କ'ଣ, ଆପଣ ନିଜେ ଭୁଲିଯିବେ। ଆପଣ କେବଳ ଏକ ମୁଖା ପାଲଟିଯିବେ, ଯାହାକୁ ଦେଖି ସମାଜ ତାଳି ମାରେ। ଅନୁତାପ, ରିଗ୍ରେଟ୍। ଜଣେ ଅଷ୍ଟ୍ରେଲିଆନ୍ ନର୍ସ ବ୍ରୋନି ୱେୟାର ଏକ ବହି ଲେଖିଥିଲେ, ଯାହାର ନାମ ଥିଲା ଦ ଟପ୍ 5 ରିଗ୍ରେଟ୍ସ ଅଫ୍ ଦ ଡାଇଂ। ମୃତ୍ୟୁ ଶଯ୍ୟାରେ ଥିବା ଲୋକଙ୍କ 5ଟି ବଡ଼ ଅନୁତାପ। ସେଥିରେ ସବୁଠାରୁ ପ୍ରଥମ ଏବଂ ବଡ଼ ଅନୁତାପ ଥିଲା, କାଶ୍ ମୁଁ ସମାଜର ଇଚ୍ଛା ଅନୁସାରେ ନ ବଞ୍ଚି ନିଜ ଇଚ୍ଛା ଅନୁସାରେ ଜୀବନଟିକୁ ବଞ୍ଚିଥାନ୍ତି। ଭାବନ୍ତୁ ତ, ଯେତେବେଳେ ଆପଣଙ୍କ ବୟସ 70 ବର୍ଷ ହୋଇଥିବ, ଆପଣ ମୃତ୍ୟୁ ଶଯ୍ୟାରେ ଥିବେ, ସେତେବେଳେ କ'ଣ ଆପଣ ସେହି ଲୋକମାନଙ୍କୁ ମନେ ପକାଇବେ ଯେଉଁମାନେ ଆପଣଙ୍କୁ ସମାଲୋଚନା କରୁଥିଲେ, ନା ଆପଣ କେବଳ ନିଜ ସ୍ୱପ୍ନକୁ ମନେ ପକାଇ କାନ୍ଦିବେ? କଣ୍ଢେଇରୁ ମଣିଷ ହେବାର 5ଟି ସୂତ୍ର। ଆସନ୍ତୁ କିଛି ଆମେ ଷ୍ଟେପ୍ସ ବିଷୟରେ କଥା ହେବା, ଯାହାକି ନିଜ ଜୀବନର ଲଗାମ ନିଜ ହାତକୁ ନେଇପାରିବେ। ନା କହିବା ଶିଖନ୍ତୁ। ଆମେ ପ୍ରାୟତଃ ଅନ୍ୟମାନଙ୍କୁ ଖୁସି କରିବା ପାଇଁ ହଁ କହିଦେଉ, ଯଦିଓ ଆମ ମନ ଭିତରୁ ନା ଆସୁଥାଏ। ଯଦି ଆପଣ କୌଣସି ପାର୍ଟିକୁ ଯିବାକୁ ଇଚ୍ଛା ନାହିଁ, ତେବେ ସିଧାସଳଖ ମନା କରନ୍ତୁ।
ଯଦି କେହି ଆପଣଙ୍କ ଉପରେ ନିଜର ନିଷ୍ପତ୍ତି ଲଦି ଦେବାକୁ ଚେଷ୍ଟା କରୁଛି, ତେବେ ନମ୍ରତାର ସହ କୁହନ୍ତୁ, ମୁଁ ଆପଣଙ୍କ କଥାକୁ ସମ୍ମାନ କରେ, କିନ୍ତୁ ମୋ ଜୀବନର ନିଷ୍ପତ୍ତି ମୁଁ ନିଜେ ନେବି। ମନେ ରଖନ୍ତୁ, ଯେଉଁମାନେ ଆପଣଙ୍କ ନାଁକୁ ସହ୍ୟ କରିପାରନ୍ତି ନାହିଁ, ସେମାନେ ଆପଣଙ୍କୁ କେବେ ବି ସମ୍ମାନ କରନ୍ତି ନାହିଁ, କେବଳ ବ୍ୟବହାର ହିଁ କରନ୍ତି। ସଫଳତାର ନିଜସ୍ୱ ସଂଜ୍ଞା ତିଆରି କରନ୍ତୁ। ଡିଫାଇନ୍ ୟୋର ଓନ୍ ସକ୍ସେସ୍। ସମାଜ ପାଇଁ ସଫଳତା ମାନେ ବଡ଼ ଗାଡ଼ି, ବଡ଼ ଘର ଏବଂ ଆକାଉଣ୍ଟରେ କୋଟି କୋଟି ଟଙ୍କା। କିନ୍ତୁ ଆପଣଙ୍କ ପାଇଁ ସଫଳତା କ'ଣ? ହୋଇପାରେ ଏକ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବା ହିଁ ଆପଣଙ୍କ ପାଇଁ ସଫଳତା। ନିଜ ପସନ୍ଦର କାମ କରି ସେଥିରୁ ଆନନ୍ଦ ପାଇବା ହିଁ ସଫଳତା। ନିଜ ପରିବାର ସହିତ ସମୟ ବିତାଇବା ହିଁ ସଫଳତା। ଅନ୍ୟମାନଙ୍କ ପାଇଁ ନିଜ ସଫଳତାର ମାପଦଣ୍ଡ ବଦଳାନ୍ତୁ ନାହିଁ। ଆର୍ଥିକ ଭାବେ ସ୍ୱାଧୀନ ହୁଅନ୍ତୁ। ବିକମ୍ ଫାଇନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ। ଯେ ପର୍ଯ୍ୟନ୍ତ ଆପଣ ଟଙ୍କା ପାଇଁ ପରିବାର ବା ସମାଜ ଉପରେ ନିର୍ଭରଶୀଳ, ସେ ପର୍ଯ୍ୟନ୍ତ ସେମାନେ ଆପଣଙ୍କୁ ନିୟନ୍ତ୍ରଣ କରିବେ। ନିଜର ଏକ ସ୍କିଲ୍ ତିଆରି କରନ୍ତୁ। ନିଜେ ରୋଜଗାର କରିବା ଆରମ୍ଭ କରନ୍ତୁ। ଯେଉଁଦିନ ଆପଣ ନିଜ ଖର୍ଚ୍ଚ ନିଜେ ଉଠାଇବେ, ସେଦିନ ସମାଜର ପାଟି ଆପେ ଆପେ ବନ୍ଦ ହୋଇଯିବ। ସମାଲୋଚନାକୁ ନିଜର ବଡିଗାର୍ଡ ବନାନ୍ତୁ। ଯେତେବେଳେ ଆପଣ ଭିଡ଼ରୁ ଅଲଗା ହୋଇ ଚାଲିବେ, ଲୋକେ ଆପଣଙ୍କୁ ପାଗଳ କହିବେ, ଆପଣଙ୍କ ଉପରେ ହସିବେ। ଏହାକୁ ଏକ ଶୁଭ ସଂକେତ ବୋଲି ଭାବନ୍ତୁ। ଏହାର ଅର୍ଥ ହେଉଛି ଆପଣ କିଛି ଅଲଗା କରୁଛନ୍ତି। ଇତିହାସ ସେଇମାନେ ହିଁ ରଚନ୍ତି ଯେଉଁମାନଙ୍କୁ ଦୁନିଆ ପ୍ରଥମେ ପାଗଳ ବୋଲି କହିଥାଏ। ଆତ୍ମସଚେତନତା ବୃଦ୍ଧି କରନ୍ତୁ। ପ୍ରତିଦିନ ନିଜ ସହ 10 ମିନିଟ୍ ସମୟ ବିତାନ୍ତୁ। ନିଜକୁ ପଚାରନ୍ତୁ, ଆଜି ମୁଁ ଯେଉଁ କାମ କଲି ତାହା ମୁଁ ନିଜ ଇଚ୍ଛାରେ କଲି ନା କାହାକୁ ଦେଖାଇବା ପାଇଁ କଲି? ଯେତେବେଳେ ଆପଣ ନିଜ ଭିତରକୁ ଚାହିଁବେ, ସେତେବେଳେ ସମାଜର ମାୟାଜାଲ ଆପଣଙ୍କ ସାମ୍ନାରେ ସ୍ପଷ୍ଟ ହୋଇଯିବ। ଇତିହାସରୁ ପ୍ରେରଣା। ଆମ ଓଡ଼ିଶାର ମାଟିରେ ଏମିତି ଅନେକ ମହାପୁରୁଷ ଜନ୍ମ ହୋଇଛନ୍ତି ଯେଉଁମାନେ ସମାଜର ପ୍ରଥାକୁ ଭାଙ୍ଗି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମଧୁସୂଦନ ଦାସ ସେହି ସମୟରେ ସମାଜର ସବୁ ନିୟମକୁ ଆଖି ଦେଖାଇ ସେ ପ୍ରଥମ ଓଡ଼ିଆ ଭାବେ ବିଲାତ ଯାଇଥିଲେ ଏବଂ ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼ିଥିଲେ। ସେ ଯଦି ସମାଜର କଥା ଶୁଣି ଘରେ ବସି ରହିଥାନ୍ତେ, ତେବେ ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇପାରିନଥାନ୍ତା। ଗୋପବନ୍ଧୁ ଦାସ ଜଣେ ଜମିଦାର ପରିବାରର ହୋଇ ମଧ୍ୟ ସେ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ଗରିବମାନଙ୍କ ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଲେ। ସମାଜ ତାଙ୍କୁ ଅନେକ ବାଧା ଦେଇଥିଲା, କିନ୍ତୁ ସେ କେବେ କାହାର କଣ୍ଢେଇ ବନି ନଥିଲେ। ଏହି ମହାପୁରୁଷମାନେ ଆମକୁ ଶିଖାଇଛନ୍ତି କି ଜୀବନର ଅର୍ଥ କେବଳ ସମାଜର ସ୍ରୋତରେ ଭାସିଯିବା ନୁହେଁ, ବରଂ ସ୍ରୋତର ଓଲଟା ଦିଗରେ ଯାଇ ନିଜର ଏକ ନୂଆ ରାସ୍ତା ତିଆରି କରିବା। ଜୀବନ ଆପଣଙ୍କୁ ମାତ୍ର ଥରେ ମିଳିଛି। ଏହି ଜୀବନ କୌଣସି ରିହର୍ସାଲ ନୁହେଁ। ଆପଣ ଏଠାକୁ ଅନ୍ୟ କାହାର ଆଶା ପୂରଣ କରିବାକୁ ଜନ୍ମ ହୋଇନାହାନ୍ତି। ସମାଜ କ'ଣ ଭାବିବ, ସେହି ଚିନ୍ତା ସମାଜକୁ କରିବାକୁ ଦିଅନ୍ତୁ। ଆପଣ ନିଜ ଡେଣାକୁ ମେଲାଇ ଉଡ଼ିବା ଶିଖନ୍ତୁ। ଆଜି ହିଁ ନିଜ ଭିତରକୁ ଚାହାନ୍ତୁ ଏବଂ ସେହି ସବୁ ସୂତାକୁ ଛିଣ୍ଡାଇ ଦିଅନ୍ତୁ ଯାହା ଆପଣଙ୍କୁ ଏକ କଣ୍ଢେଇ ବନାଇ ରଖିଛି। ନିଜ ଜୀବନର ଲେଖକ ନିଜେ ବନନ୍ତୁ, କାହା ହାତର କଣ୍ଢେଇ ନୁହଁ। ଯେ ପର୍ଯ୍ୟନ୍ତ ଆପଣ ଅନ୍ୟମାନଙ୍କ ଇଶାରାରେ ଚାଲିବେ, ସେ ପର୍ଯ୍ୟନ୍ତ ଆପଣଙ୍କର କୌଣସି ମୂଲ୍ୟ ନାହିଁ। ଯେଉଁଦିନ ଆପଣ ନିଜ ରାସ୍ତାରେ ଚାଲିବା ଆରମ୍ଭ କରିବେ, ସେଦିନ ଦୁନିଆ ଆପଣଙ୍କ ପଛରେ ଚାଲିବ। ଯଦି ଭିଡ଼ିଓ ଆପଣଙ୍କ ମନକୁ ଛୁଇଁଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ସେହିମାନଙ୍କ ସହ ଯେଉଁମାନେ ସମାଜର ଚାପରେ ନିଜ ସ୍ୱପ୍ନକୁ ଭୁଲି ଯାଉଛନ୍ତି। କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ, ମୁଁ ଆଉ କଣ୍ଢେଇ ନୁହେଁ, ମୁଁ ମୋ ଜୀବନର ମାଲିକ। ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜିଠାରୁ ହିଁ ନିଜର ଯତ୍ନ ନିଅନ୍ତୁ ଏବଂ ମୁକ୍ତ ହୋଇ ବଞ୍ଚନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।